ବିନିକା କଂସାରୀପଡ଼ା ବ୍ରଜବିହାରୀ ନୃତ୍ୟକଳା ପରିଷଦ ପକ୍ଷରୁ ଚାଲିଥିବା 241ତମ ଗୋକୁଳାଷ୍ଟମୀ ଲୀଳା ମହୋତ୍ସବ ଶେଷ ହେବା ପରେ ଭଗବାନ କୃଷ୍ଣ ଓ ବଳରାମ ବିନିକା ଦୁର୍ଗା ମନ୍ଦିରରେ ରାତ୍ରି ଯାପନ କରିଥିଲେ। ବିନିକା ପୁରୁଣା ବସ୍ଷ୍ଟାଣ୍ଡ ଦୁର୍ଗା ମନ୍ଦିରଠାରେ ପୂଜାର୍ଚ୍ଚନା ଆଳତୀ ସାରି ଏକ ସୁସଜ୍ଜିତ ରଥରେ କୃଷ୍ଣ ବଳରାମ ଘଣ୍ଟ ଶଙ୍ଖ ବାଦ୍ୟ କୀର୍ତ୍ତନ ସହ ଏକ ବିରାଟ ଶୋଭାଯାତ୍ରାରେ ଭକ୍ତଙ୍କ ଗହଣରେ ବାହାରି କୃଷ୍ଣ ଓ ବଳରାମଙ୍କୁ ପ୍ରତ୍ୟେକ ଘର ସମ୍ମୁଖରେ ପୂଜାର୍ଚ୍ଚନା କରି ନଗର ପରିକ୍ରମା କରିଥିଲେ। ପ୍ରଭୁ କୃଷ୍ଣ ଓ ବଳରାମଙ୍କୁ ଦର୍ଶନ କରିବା ପାଇଁ ରାସ୍ତା କଡ଼ରେ ଶହ ଶହ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥିଲା। ବିନିକାରୁ ଧ୍ରୁବରାଜ ମିଶ୍ରଙ୍କ ରିପୋର୍ଟ, ଜନମୁଖ ନ୍ୟୁଜ୍।